ଆପଣ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ଆଗାମୀ 17ତମ କିସ୍ତିଟି ପାଇବାକୁ ହେଲେ ଆପଣମାନେ ଏହି ଭୁଲଟିକୁ କେବେ ବି କରନ୍ତୁନି। ଆପଣମାନେ 17ତମ କିସ୍ତି ଆସିବା ଆଗରୁ ସତର୍କ ହୋଇ ରୁହନ୍ତୁ। ମୁଁ ଆପଣଙ୍କୁ ଏହି ଭିଡ଼ିଓରେ କ'ଣ ସବୁ ସତର୍କତା ଅବଲମ୍ବନ କରିବେ ଏହା ବିଷୟରେ କହିବି। କ'ଣ ସବୁ ଭୁଲ କରିବେନି, ଏହା ସହିତ ଆଗାମୀ 17ତମ କିସ୍ତିଟି କେବେ ସରକାର ପଠାଇବେ ଏହା ବିଷୟରେ ମଧ୍ୟ ଇନଫର୍ମେସନ୍ ଦେବି। ସେଥିପାଇଁ ଆପଣ ଭିଡ଼ିଓକୁ ଆଗକୁ ଦେଖନ୍ତୁ। ଯଦି ଆପଣମାନଙ୍କୁ ଭିଡ଼ିଓଟି ଟିକେ ବି ଇନଫର୍ମେଟିଭ୍ ଲାଗେ ତେବେ ଆପଣ ଭିଡ଼ିଓକୁ ଗୋଟେ ଲାଇକ୍ କରିବେ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଅଲ୍ରେ ପ୍ରେସ୍ କରିଦେବେ। ଏବେ ଚାଲନ୍ତୁ ଜାଣିବା ଏହି ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଆପଣମାନେ କେଉଁ ଭୁଲ ଗୁଡ଼ିକ କରିବେନି, ନହେଲେ ଆପଣ ପିଏମ୍ କିଷାନ ଯୋଜନାର ଆଗାମୀ କିସ୍ତିରୁ ବଞ୍ଚିତ ହୋଇଯିବେ। ଏଇଠି ଦେଖନ୍ତୁ, ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଯଦି ଆପଣ ଏ ପର୍ଯ୍ୟନ୍ତ KYC କରିନାହାନ୍ତି ତେବେ ଆପଣ KYC କରିନିଅନ୍ତୁ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ KYC ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ। ଯଦି ଆପଣ KYC ଏପର୍ଯ୍ୟନ୍ତ କରିନାହାନ୍ତି ତେବେ ଆପଣ KYC ଯଥାଶୀଘ୍ର କରନ୍ତୁ। ଦେଖନ୍ତୁ, ଏଠି ଲେଖାଯାଇଛି ମଧ୍ୟ KYC ଇଜ୍ ମ୍ୟାଣ୍ଡେଟୋରି ଫର୍ ପିଏମ୍ କିଷାନ ରେଜିଷ୍ଟର ଫାର୍ମର। ପିଏମ୍ କିଷାନ ଯୋଜନାରେ ଯେଉଁ ଫାର୍ମର ଗୁଡ଼ିକ ରେଜିଷ୍ଟର ଅଛନ୍ତି ତାଙ୍କ ପାଇଁ KYC ବାଧ୍ୟତାମୂଳକ। OTP ବେସ୍ଡ eKYC ଇଜ୍ ଆଭେଲେବୁଲ୍ ଅନ୍ ପିଏମ୍ କିଷାନ ପୋର୍ଟାଲ। OTP ବେସ୍ରେ KYC ଆଭେଲେବୁଲ୍ ରହିଛି ପିଏମ୍ କିଷାନ ଯୋଜନାର ପୋର୍ଟାଲ। এই ଯେଉଁ ପୋର୍ଟାଲଟି ଆପଣ ଦେଖୁଛନ୍ତି, ଏହି ପୋର୍ଟାଲରେ ଆପଣ OTP ମାଧ୍ୟମରେ KYC କରିପାରିବେ। ଆପଣ ଯଦି KYC ଏପର୍ଯ୍ୟନ୍ତ କରିନାହାନ୍ତି ତେବେ ଏହି ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ଅଫିସିଆଲ ପୋର୍ଟାଲକୁ ଆସି KYC କରି ମଧ୍ୟ ପାରିବେ। ଏବେ ଚାଲନ୍ତୁ ଆଉ କ'ଣ ଆପଣ ଭୁଲ କରିବେନି ତାହା ବିଷୟରେ ଜାଣିବା। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ଷ୍ଟାଟସଟିକୁ ପ୍ରଥମେ ଓପନ୍ କରିଦେବେ। ଦେଖନ୍ତୁ, ଏଇଠି ନାଉ ୟୋର ଷ୍ଟାଟସ୍ ଅପସନ୍ ଅଛି। ଏହି ନାଉ ୟୋର ଷ୍ଟାଟସ୍ ଅପସନ୍ ଉପରେ କ୍ଲିକ୍ କରିବେ। ନାଉ ୟୋର ଷ୍ଟାଟସ୍ ଅପସନ୍ ଉପରେ କ୍ଲିକ୍ କଲା ପରେ ଆପଣଙ୍କୁ ଆପଣଙ୍କର ରେଜିଷ୍ଟ୍ରେସନ୍ ନମ୍ବର ଦେବାକୁ ପଡ଼ିବ। ଏଠି ମୁଁ ମୋ ରେଜିଷ୍ଟ୍ରେସନ୍ ନମ୍ବର ଏବେ ଦେଇଦେବି। ରେଜିଷ୍ଟ୍ରେସନ୍ ନମ୍ବର ଦେଲା ପରେ ସାଇଟ୍ରେ ଯେଉଁ କ୍ୟାପ୍ଚା ରହିଛି ସେ କ୍ୟାପ୍ଚାକୁ ମଧ୍ୟ ଫିଲ୍ଅପ୍ କରିଦେବି। କ୍ୟାପ୍ଚା ଫିଲ୍ଅପ୍ କରିସାରିଲା ପରେ ସାଇଟ୍ରେ ଦେଖନ୍ତୁ ଅପସନ୍ ରହିଛି ଗେଟ୍ OTP। এই ଗେଟ୍ OTP ଅପସନ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ। ଗେଟ୍ OTP ଅପସନ୍ ଉପରେ କ୍ଲିକ୍ କଲା ପରେ ଆପଣଙ୍କର ରେଜିଷ୍ଟର ଥିବା ମୋବାଇଲ ନମ୍ବରକୁ ଏକ OTP ଆସିବ। ସେ OTPଟିକୁ ଆପଣଙ୍କୁ ଏଠି ଫିଲ୍ଅପ୍ କରିବାକୁ ପଡ଼ିବ। ଦେଖନ୍ତୁ, ମୋର OTP ଆସିଯାଇଛି। ମୁଁ ଏବେ OTP ଦେଇଦେଉଛି। OTP ଦେଲା ପରେ ସାଇଟ୍ରେ ରହିଛି ଗେଟ୍ ଡାଟା। এই ଯେଉଁ ଗେଟ୍ ଡାଟା ଅପସନ୍ଟି ସାଇଟ୍ରେ ରହିଛି, এই ଗେଟ୍ ଡାଟା ଅପସନ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ। ଗେଟ୍ ଡାଟା ଅପସନ୍ ଉପରେ କ୍ଲିକ୍ କଲା ପରେ ଆପଣଙ୍କର ଷ୍ଟାଟସ୍ଟି ଓପନ୍ ହୋଇଯିବ। ପ୍ରଥମରେ ଆପଣଙ୍କର ପର୍ସନାଲ୍ ଇନଫର୍ମେସନ୍ ଗୁଡ଼ିକ ଦେଖାଇବ। ଆପଣଙ୍କର ନାଁ, ଗାଁ, ଠିକଣା ଏସବୁ ଗୁଡ଼ିକ ଆପଣଙ୍କୁ ଦେଖାଇବ। ଏହାପରେ ଦେଖନ୍ତୁ ଆପଣଙ୍କର ଏଠି କ'ଣ ଭୁଲ ରହୁଛି ଯାହାଦ୍ୱାରା ଆପଣ ପିଏମ୍ କିଷାନ ଯୋଜନାର ଟଙ୍କା ପାଇପାରିବେନି। ଦେଖନ୍ତୁ, ଏଠି ଅପସନ୍ ଗୋଟେ ରହିଛି ଇଲିଜିବିଲିଟି ଷ୍ଟାଟସ୍। এই ଇଲିଜିବିଲିଟି ଷ୍ଟାଟସ୍ ଅପସନ୍ ଉପରେ କ୍ଲିକ୍ କରିବେ। ଇଲିଜିବିଲିଟି ଷ୍ଟାଟସ୍ ଅପସନ୍ ଉପରେ କ୍ଲିକ୍ କଲା ପରେ ଏଠି ଆପଣମାନଙ୍କୁ ଦେଖନ୍ତୁ ଗ୍ରୀନ୍ କଲର୍ର 3ଟି ଟିକ୍ ମାର୍କ ଦେଖାଉଛି, ୟେସ୍ ଲେଖାଯାଇଛି। এই ଗ୍ରୀନ୍ କଲର୍ର ଯେଉଁ ୟେସ୍ ମାର୍କ ଦେଇଛି, ୟେସ୍ ମାର୍କ ମଧ୍ୟରୁ ଯଦି ଆପଣଙ୍କର ନୋ ମାର୍କ ଗୋଟିଏ ଥାଏ ତେବେ ଆପଣ ପିଏମ୍ କିଷାନ ଯୋଜନାର ଆଗାମୀ କିସ୍ତି ପାଇପାରିବେନି। ଦେଖନ୍ତୁ, ପ୍ରଥମରେ ଦେଇଛି ଲ୍ୟାଣ୍ଡ ସିଡ଼ିଂ। ଲ୍ୟାଣ୍ଡ ସିଡ଼ିଂ ହେଉଛି ଆପଣଙ୍କର କ'ଣ ଜମି ରେକର୍ଡ଼ଟା। ଆପଣଙ୍କର ଜମି କାଗଜପତ୍ର ନିଶ୍ଚୟ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଦିଆଯାଇଥିବ, ତାରି ରେକର୍ଡ଼ଟା ଲ୍ୟାଣ୍ଡ ସିଡ଼ିଂ। ଯଦି ଆପଣଙ୍କର ଲ୍ୟାଣ୍ଡ ରେକର୍ଡ଼ଟି ଠିକ୍ ଥିବ ତେବେ ଆପଣଙ୍କର ଏଇଟା ୟେସ୍ ଦେଖାଇବ। ଏହାପରେ ଦେଖନ୍ତୁ ଦେଇଛି ଆଧାର ବ୍ୟାଙ୍କ ଆକାଉଣ୍ଟ ସିଡ଼ିଂ ଷ୍ଟାଟସ୍। ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାରଟି ସିଡ଼ିଂ ରହିବା ଦରକାର। ଯଦି ଆପଣଙ୍କର ଆଧାର ସହିତ ବ୍ୟାଙ୍କ ଆକାଉଣ୍ଟ ସିଡ଼ିଂ ନଥିବ ତେବେ ଏଟା ମଧ୍ୟ ଆପଣଙ୍କର ନୋ ଦେଖାଇବ। ମୋର ସିଡ଼ିଂ ହୋଇକି ଅଛି, ସେଥିପାଇଁ ମୋର ୟେସ୍ ଦେଖାଉଛି। ଯଦି ଆପଣଙ୍କର ସିଡ଼ିଂ ନାହିଁ ତେବେ ଏଥିପାଇଁ ଆପଣ ବ୍ୟାଙ୍କ ଯାଇ ଚେକ୍ କରିନିଅନ୍ତୁ ଆପଣଙ୍କର ଆଧାର ସହିତ ବ୍ୟାଙ୍କ ଆକାଉଣ୍ଟ ସିଡ଼ିଂ ହୋଇଛି କି ନାହିଁ। ଯଦି ନ ହୋଇଥିବ ତେବେ ଆପଣ ବ୍ୟାଙ୍କରେ ଆଧାର ସହିତ ବ୍ୟାଙ୍କ ଆକାଉଣ୍ଟକୁ ସିଡ଼ିଂ କରିନେଇ ପାରିବେ। ଏହାପରେ ଦେଖନ୍ତୁ ସାଇଟ୍ରେ ରହିଛି ଗୋଟେ eKYC। এই ଯେଉଁ eKYC ଯଦି ଆପଣ ନ କରିବେ ତେବେ ଆପଣ ଟଙ୍କା ପାଇବେନି। ମୁଁ ଆପଣମାନଙ୍କୁ ପୂର୍ବରୁ କହିଲି eKYC ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ, ସମସ୍ତଙ୍କ ପାଇଁ ମ୍ୟାଣ୍ଡେଟୋରି। এই eKYC ପିଏମ୍ କିଷାନ ଯୋଜନାର ଅଫିସିଆଲ ପୋର୍ଟାଲରେ ଆଭେଲେବୁଲ୍ ରହିଛି। OTP ମାଧ୍ୟମରେ ଆପଣମାନେ OTP ଦେଇ KYC କମ୍ପ୍ଲିଟ୍ କରି ନେଇପାରିବେ। ଦେଖନ୍ତୁ, ମୋର KYC ମଧ୍ୟ କମ୍ପ୍ଲିଟ୍ ହୋଇଯାଇଛି, ୟେସ୍ ଦେଇଛି। এই eKYC ମୋର କମ୍ପ୍ଲିଟ୍ ହୋଇଥିଲା 10/5/2022 ମସିହାରେ।
2022 ମସିହାରୁ ମୋର KYC କମ୍ପ୍ଲିଟ୍ ହୋଇଯାଇଛି। ଆପଣଙ୍କର ଯଦି ଏପର୍ଯ୍ୟନ୍ତ KYC କମ୍ପ୍ଲିଟ୍ ହୋଇନି ତେବେ ଆପଣ ଯଥାଶୀଘ୍ର KYC କରନ୍ତୁ। ଏହା ସହିତ ମୁଁ ଆପଣମାନଙ୍କୁ କହିଦେଉଛି, ଯଦି ଆପଣଙ୍କର ଲ୍ୟାଣ୍ଡ ସିଡିଂ ଅପସନ୍ଟି ନୋ ଦେଖାଉଛି ତେବେ ଆପଣ ଆପଣଙ୍କର ନିକଟରେ ଥିବା ଯେକୌଣସି କୃଷି ସହାୟତା କେନ୍ଦ୍ର ସହିତ କଣ୍ଟାକ୍ଟ କରନ୍ତୁ। ନହେଲେ ଆପଣମାନେ ବ୍ଲକ ସ୍ତରରେ ଯାଇ ସେଠି ଯେଉଁ ଅଧିକାରୀ ଅଛନ୍ତି ସେ ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ। ଏହାପରେ ଏଇ ଯେଉଁ ଆଧାର ବ୍ୟାଙ୍କ ଆକାଉଣ୍ଟ ସିଡିଂ ଷ୍ଟାଟସ୍ ଯଦି ନୋ ଦେଖାଉଛି ଏଥିପାଇଁ ଆପଣଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବ। ବ୍ୟାଙ୍କରେ ଯାଇ ଆପଣଙ୍କର ଆଧାର ସହିତ ବ୍ୟାଙ୍କ ଆକାଉଣ୍ଟକୁ ସିଡିଂ କରି ନେଇ ପାରିବେ। ଆପଣଙ୍କର ଆଧାର ସହିତ ବ୍ୟାଙ୍କ ଆକାଉଣ୍ଟ ସିଡିଂ ଅଛି କି ନାହିଁ ଯଦି ଏହା ଆପଣ ଚେକ୍ କରିବାକୁ ଚାହୁଁଛନ୍ତି ତେବେ ଏହାର ଲିଙ୍କ୍ ମୁଁ ଡିସ୍କ୍ରିପ୍ସନ୍ ବକ୍ସରେ ଦେଇଛି। ସେ ଭିଡ଼ିଓଟିକୁ ଦେଖନ୍ତୁ। ଆପଣ ମୋବାଇଲ ମାଧ୍ୟମରେ ଚେକ୍ କରିପାରିବେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ୍ ରହିଛି କି ନାହିଁ, ସିଡିଂ ରହିଛି କି ନାହିଁ। ଦେଖନ୍ତୁ, ଯଦି ଆପଣ ଏବେ ଆଧାର ସହିତ ବ୍ୟାଙ୍କ ଆକାଉଣ୍ଟଟି ସିଡିଂ କରିଛନ୍ତି ତେବେ ଏପର୍ଯ୍ୟନ୍ତ ମଧ୍ୟ ଆପଣଙ୍କର এই ଆଧାର ବ୍ୟାଙ୍କ ଆକାଉଣ୍ଟ ସିଡିଂ ଅପସନ୍ଟି ନୋ ଦେଖାଉଛି। ଏହାର କାରଣ କ'ଣ ରହିଛି ଦେଖନ୍ତୁ, ଏଠି ତଳେ ମଧ୍ୟ ଦେଇଦେଇଛି। ଏଠି ଦେଖନ୍ତୁ ରେଡ୍ କଲରରେ ଟିକେ କିଛି ଲେଖିଛି, ଇଫ୍ ୟୁ ହାଭ୍ ଲିଙ୍କ୍ ୟୋର ଆଧାର ନମ୍ବର ଟୁ ୟୋର ବ୍ୟାଙ୍କ ଆକାଉଣ୍ଟ ରିସେଣ୍ଟଲି ପ୍ଲିଜ୍ ୱେଟ୍ ଫର୍ 15 days ଫର୍ ଇଟ୍ ଟୁ ଆପିଅର ଅନ୍ ଦ ପୋର୍ଟାଲ। ଏଠି ଲେଖାଯାଇଛି ଯେ ଆପଣ ଯଦି ଆପଣଙ୍କର ଆଧାର ସହିତ ବ୍ୟାଙ୍କ ଆକାଉଣ୍ଟକୁ ରିସେଣ୍ଟଲି ଲିଙ୍କ୍ କରିଛନ୍ତି, ମାନେ ଏବେ ଲିଙ୍କ୍ କରିଛନ୍ତି, ତେବେ ଆପଣ 15 ଦିନ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଆପଣଙ୍କର ଆଧାର ସହିତ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ୍ କଲେ, ସିଡିଂ କଲେ, ଏଇ ଯେଉଁ ଅପଡ଼େଟ୍ଟି ଆପଣ କଲେ ଏ ଅପଡ଼େଟ୍ଟି ପୋର୍ଟାଲରେ ଅପଡ଼େଟ୍ ହେବାକୁ ଆପଣମାନେ 15 ଦିନ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। 15 ଦିନ ମଧ୍ୟରେ ପୋର୍ଟାଲଟି ଅପଡ଼େଟ୍ ହୋଇଯିବ। ଆପଣଙ୍କର ଆଧାର ବ୍ୟାଙ୍କ ଆକାଉଣ୍ଟ ସିଡିଂ ଯେଉଁଟା ନୋ ଦେଖାଉଥିଲା ସେଇଟା ୟେସ୍ ଶୋ କରିବ। ଯଦି ଆପଣଙ୍କର ଏବେ ରିସେଣ୍ଟଲି ଲିଙ୍କ୍ କରିଛନ୍ତି ତେବେ ଆପଣ 15 ଦିନ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଏଇ 15 ଦିନ ମଧ୍ୟରେ ଆପଣଙ୍କର ଯେଉଁଟା ନୋ ଦେଖାଉଥିଲା ସେଇଟା ୟେସ୍ ଦେଖାଇବ। ଏହାପରେ ଦେଖନ୍ତୁ ଏଠି ତଳେ ଗୋଟେ ଅପସନ୍ ରହିଛି FATO ପ୍ରୋସିଡ୍। এই FATO ପ୍ରୋସିଡ୍ ଅପସନ୍ଟି ଯଦି ଆପଣଙ୍କର ନୋ ଥିବ ତେବେ ମଧ୍ୟ ଆପଣ ଟଙ୍କା ପାଇବେନି। FATOର ଫୁଲ୍ ଫର୍ମ ହେଉଛି ଫଣ୍ଡ ଟ୍ରାନ୍ସଫର ଅର୍ଡ଼ର। ଟଙ୍କା ପଠାଇବାକୁ ଅର୍ଡ଼ର ମିଳିବା ଦରକାର। ଯଦି ଅର୍ଡ଼ର ମିଳିନଥିବ ତେବେ ଆପଣ PM କିଷାନ ଯୋଜନାର ଟଙ୍କା ପାଇବେନି। ଦେଖନ୍ତୁ ମୋର ସବୁକିଛି ଠିକ୍ ଅଛି, ଏହା ଫଳରେ ମଧ୍ୟ ମୋର ଅର୍ଡ଼ର ମିଳିନି। 15ତମ କିସ୍ତିଟା ତ ଆସିଯାଇଛି କିନ୍ତୁ 16ତମ କିସ୍ତିରେ ଟଙ୍କା ପଠାଇବାକୁ ଏପର୍ଯ୍ୟନ୍ତ ମୋତେ ଅର୍ଡ଼ର ମିଳିନି। ଯେତେବେଳେ ଅର୍ଡ଼ର ମିଳିବ ସେତେବେଳେ ଏଇ 16ତମ କିସ୍ତିର ଟଙ୍କା ଆସିଯିବ। ଦେଖନ୍ତୁ ଏଇ 16ତମ କିସ୍ତିଟି ମୋର FATO ପ୍ରୋସିଡ୍ ଅପସନ୍ଟି ନୋ ଅଛି। ଯେତେବେଳେ ଏଇଟା ୟେସ୍ ହେବ ସେତେବେଳେ ଟଙ୍କା ଆସିଯିବ। ଯଦି ଆପଣଙ୍କର ଏଇଟା ନୋ ରହିଛି ତେବେ ଆପଣମାନେ ଟେନସନ୍ ନିଅନ୍ତୁନି। ଏଇଟା ଆପଣଙ୍କର ଯେତେବେଳେ ୟେସ୍ ହେବ ଅର୍ଡ଼ର ମିଳିଯିବ ଟଙ୍କା ପଠାଇବାକୁ, ଆପଣଙ୍କର ଟଙ୍କା ଆସିଯିବ। ଯଦି ଏଇଟା ଆପଣଙ୍କର ନୋ ରହିଛି ସାଇଟ୍ରେ ଦେଖନ୍ତୁ ଗୋଟେ ରିଜନ୍ ଅଫ୍ ଫେଲ୍ଡ ଟ୍ରାଞ୍ଜାକ୍ସନ୍ ବକ୍ସଟି ରହିଛି। ଏଇ ବକ୍ସରେ ଏହାର କାରଣ ଲେଖୁଥିବ। ଯଦି ଆପଣଙ୍କର କିଛି କାରଣ ଲେଖୁନି, ରିଜନ୍ ଲେଖୁନି, ତେବେ ଆପଣ ଟେନସନ୍ ନିଅନ୍ତୁନି। ଯଦି ଆପଣଙ୍କର କିଛି ରିଜନ୍ ଲେଖୁଛି ତେବେ ଆପଣ ସେଇ ପ୍ରୋବ୍ଲେମଟିକୁ ସଲ୍ଭ କରନ୍ତୁ। ଯେପରି ଆପଣ KYC କରିନଥିବେ, ଯଦି ଏଇଟା ନୋ ଥିବ ସେଇ ରିଜନ୍ ବକ୍ସରେ KYC ଲେଖିଥିବ। ଯଦି ଆପଣଙ୍କର ଆଧାର ସହିତ ବ୍ୟାଙ୍କ ଆକାଉଣ୍ଟ ସିଡିଂ ନଥିବ ସେ କାରଣ ମଧ୍ୟ ଲେଖିଥାଇପାରେ। ଆପଣମାନେ ଏସବୁ ଗୁଡ଼ିକ ଚେକ୍ କରନ୍ତୁ। ଯଦି ଆପଣଙ୍କର ଏଇସବୁ ମଧ୍ୟରୁ କେଉଁଟା ଗୋଟିଏ ପ୍ରୋବ୍ଲେମ୍ ଥାଏ ତେବେ ଆପଣଙ୍କୁ PM କିଷାନ ଯୋଜନାର ଆଗାମୀ 17ତମ କିସ୍ତିଟି ମିଳିପାରିବନି। ଏବେ ଆପଣ ଜାଣି ରଖନ୍ତୁ ଏଇ PM କିଷାନ ଯୋଜନାର ଆଗାମୀ 17ତମ କିସ୍ତିଟି କେବେ ମିଳିବ। ଏଇ PM କିଷାନ ଯୋଜନାର ଆଗାମୀ 17ତମ କିସ୍ତିକୁ ନେଇକି ଏପର୍ଯ୍ୟନ୍ତ କୌଣସି ପ୍ରକାରର ଡେଟ୍ ଜାରି କରାଯାଇନି, କିନ୍ତୁ ଏଇ ଆଗାମୀ କିସ୍ତିଟି ଜୁନ୍ ମାସରେ ଆସିବାର ସମ୍ଭାବନା ରହିଛି। ଜୁନ୍ ମାସର ଶେଷ ଆଡ଼କୁ ଆସିବାର ସମ୍ଭାବନା ଅଧିକ ରହିଛି। ଏହାର କୌଣସି ପ୍ରକାର ଡେଟ୍ ଏପର୍ଯ୍ୟନ୍ତ ସରକାର ଜାରି କରିନାହାନ୍ତି। ଆପଣ ଯଦି ଏହାର କନଫର୍ମ ଡେଟ୍ଟି ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଯେତେବେଳେ ସରକାର ଏହାର କନଫର୍ମ ଡେଟ୍ଟି ରିଲିଜ୍ କରିବେ ମୁଁ ଆପଣଙ୍କୁ ସର୍ବପ୍ରଥମେ ଜଣାଇଦେବି ଏହାର ଡେଟ୍ଟି। ସେଥିପାଇଁ ଆପଣ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଅଲ୍ରେ ପ୍ରେସ୍ କରିଦିଅନ୍ତୁ।